एमानक द्वारा किसी संभव हो बीती गला 7 दिन किंतु न मिलला प्रभु मथामणि नाई जे करिछि चोरी मथामणि मो ताकू केबे न करी भिक्षमा न करी भिक्षमा 7 दिन होई गला आसिए कहा मनोर तो चिंतारा दिन होई गला आसिए कहा मनोर तो चिंतारा जे करिछि चोरी आनंद तू धरी जे करिछि चोरी आनंद तू धरी मुंड काट हेबो तारी रे कार मनोर तो चिंतारा चोर रे गला केउठी रखिला चोर रे गला केउठी रखिला एते सबल थाई कहा मनोर तो चिंतारा प्रवेशी मंदिर देवंक मथारे प्रवेशी मंदिर देवंक मथारे हाथ मारी देला कही कहा मनोर तो चिंतारा पाइले संधान नेबित जीवन पाइले संधान नेबित जीवन मलय रक्षा नाही कहा मनोर तो चिंतारा जे करिछि प्रभुंकर मथामणि चोरी मो ताकू केबे न करी भिक्षमा सेनापति शंकर सिंह मणिमांकर जय हो सेनापति शंकर सिंह कुह मथामणिर किछि संधान पाइछ मिलिछि मणिमा प्रभु जगन्नाथ जगन्नाथंकर मथामणिर संधान मिल जाइछि मणिमा कुह सेनापति शंकर सिंह केउठारु पाइल मथामणिर संधान आउ के ताको नैथिला चोराई मणिमा से मुकुंद चंडाल स्त्री श्रीया चंडाल गंडू प्रभु जगन्नाथंकर मथामणि चोरी करी नैथिला गंडू आमे खोजी खोजी तार पाइछु संधान सेनापति शंकर सिंह मणिमा राजा दरबार डक सही मुकुंद चंडाल आउ सही श्रीया चंडालुनी आमर प्रणाम ग्रहण करंतु महाराज आसीगल हे भारी भल गल आलो ए सीरिया आलो कहूलु ए प्रभु जगन्नाथंकर मथामणि ए तू एका चोरी करिछु ना स्वामी स्त्री दुई जण जाक मिसी चोरी करिछ नाई नाई मणिमा आमे चोरी करनु मणिमा आमे जाति रे अछुआ चंडाल मंदिर भीतर को पशिबा को साहस करिबु कि करि ता छड़ ठाकुरंक मथामणि चोरी करि पारिबु कि करि चुप कर मूर्ख सामान्य नीच आदि चंडाल होई मुई धरिया को बस स्वर्गर चंद्रमा तू तो बहपी कहना रे लज्जा लागु अछि मो नीति भगवती रे छाइछु मंदिर नीति भगवती रे छाइछु मंदिर पुओ पाई बुकी सोते निज लोक होई उच्च कथा कई सरब करू के जगतर नाथ प्रभु जगन्नाथ जगतर नाथ प्रभु जगन्नाथ चिता चोरी कलु हाथे
ମୁହଁ ଚାହିଁଲେ ଅପବିତ୍ର ହେବ ଆଣ୍ଠୁ ଗୋଡ଼ ଚଣ୍ଡାଳ ନାହିଁ ଜାତି କୁଳ ଚଣ୍ଡାଳ ନାହିଁ ଜାତି କୁଳ ବଳୟ ହୋଇଲେ। ଠିକ କଥା କହିଛନ୍ତି ଆଜ୍ଞା। ଏ ବେଳ କାଳ ଯାହା ହେଲାଣି ବଡ଼ ଦେଉଳରେ ବଡ଼ ଠାକୁର ଆଉ ରହିବେ ନାଇଁ କିନ୍ତୁ ଏ ଅଖଣ୍ଡମୟୀ ମଣ୍ଡଳ ମଧ୍ୟରେ ଦଣ୍ଡଧାରୀଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଆସନରେ ଅଳଙ୍କୃତ ହୋଇଛି ଏହି ପୁରୁଷୋତ୍ତମ ଦେବ। ଆଉ ତାହା କେବଳ ସମ୍ଭବ ହୋଇଛି ମୋର ଆରାଧ୍ୟ ପ୍ରଭୁ ବଳିଆର ଭୁଜ ଜଗତର ନାଥ ଜଗନ୍ନାଥଙ୍କ ତାଙ୍କର ପୂଜା ବିଧିରେ ଯଦି କୌଣସି ଅସୁବିଧା ହୁଏ ମୁଁ ତୁମମାନଙ୍କୁ କେବେ ନ କରିବି କ୍ଷମା। ହଁ ହଁ ନ କରିବି କ୍ଷମା। ନାଇଁ ମଣିମା ନାଇଁ, ମୋ ସିରିଆ ଚୋରି କରିନି ମଣିମା। ଏଇ ବଡ଼ଦାଣ୍ଡ ଚୋରଖିଲା ବେଳେ ଏଇ ଜିନିଷଟି ପାଇଥିଲା। ମୁକୁନ୍ଦ ଏଇ କଥା ଜାଣି ମୁଁ ଆପଣଙ୍କ ପାଖକୁ ସିରିଆକୁ ନେଇ ଆସିଛି। ଏଇ ନିଅନ୍ତୁ ମଣିମା ଠାକୁରଙ୍କର ମଥାମଣି। ଆଲୋ ଚୁପ୍ କର ବୃକ୍ଷ। ପ୍ରଭୁଙ୍କର ମଥାମଣି 7 ଦିନ ହେଲା ଚୋରି କରି ପୁଣି ରାଜ ଦରବାର ଆସି ମିଥ୍ୟା କହୁଛୁ ମିଥ୍ୟା। ନାଇଁ ମହାରାଜ ନାଇଁ, ତେମେ ଆପଣ ହେଉଛନ୍ତି ଏ ଶ୍ରୀକ୍ଷେତ୍ରରେ ଚଳନ୍ତି ଦେବତା, ଏ ଶ୍ରୀକ୍ଷେତ୍ରରେ ଚଳନ୍ତି ଠାକୁର। ତେମେ ଆପଣଙ୍କ ଆଗରେ କ'ଣ ଆମେ ମିଛ କହିପାରିବୁ? ନାଇଁ ନାଇଁ ନାଇଁ, ତୁମେ ନ ମାନୁଛ ଗୁରୁ ଗୁରୁଜନ ଦେବତା ବ୍ରାହ୍ମଣ। ତୁମେ ଗୁରୁଜନ ମାନଙ୍କ କଥାକୁ ଅମାନ୍ୟ କରୁଛ। ନାଇଁ ମଣିମା ନାଇଁ, ଆମେ ନିଚ ଜାତିରେ ଜନ୍ମ ହେବାଟା କ'ଣ ଆମର ଅପରାଧ? ମୁକୁନ୍ଦ ସମସ୍ତଙ୍କର ସେବକ ହୋଇ ମଧ୍ୟ କାହିଁକି ହୀନ ବୋଲି ଭାବୁଛନ୍ତି ଆମକୁ? ମୁକୁନ୍ଦ ଆମେ କ'ଣ ପଶୁ ପକ୍ଷୀ କୀଟ ପତଙ୍ଗ ଠାରୁ ହୀନ? କୁହନ୍ତୁ ମଣିମା କୁହନ୍ତୁ। ଦେଖୁଛନ୍ତି ଇଏ ମୁକୁନ୍ଦର କେତେ ବହପଟା। ନାଇଁ କିନ୍ତୁ ପ୍ରଭୁ ଜଗନ୍ନାଥ ଯାହାକୁ ରଖିଛନ୍ତି ଯେଉଁ ସ୍ଥାନରେ ସମସ୍ତେ ରହିବେ ସେଠାରେ ମୁଁ କେବେ ସମାଜ ନଷ୍ଟ ହେବାକୁ ଦେବି ନାହିଁ। ମୋର ଏ ଶାସନ, ହଁ ହଁ ମୋର ଏ ଶାସନ। କାହିଁକି ଦେବେନି ମଣିମା, କାହିଁକି ଦେବେନି ସମାନ ବିଚାର? ଯଦି ଗୋଟାଏ ସୂରୁଜ ସମସ୍ତଙ୍କୁ ସମାନ ଆଲୋକ ଦେଇଥାଏ ତାହେଲେ ମଣିଷ କାହିଁକି ମଣିଷକୁ ଛୁଇଁଲେ ହୁଏ ଅପବିତ୍ର? ତାହେଲେ ମଣିଷ କ'ଣ ପୃଥିବୀ ପବନ ସୂର୍ଯ୍ୟଚନ୍ଦ୍ର ଠାରୁ ଶ୍ରେଷ୍ଠ? ଯଦି ଗୋଟାଏ ବୃକ୍ଷ ସମସ୍ତଙ୍କୁ ସମାନ ଫଳ ଦେଇଥାଏ ତାହେଲେ ସେ ତ ଉଚ୍ଚ ଜାତିକୁ ମିଠା ଫଳ, ନିଚ ଜାତିକୁ ଖଟା ଫଳ ତୁମେ ଚୁପ୍ କର ସିରା ଚଣ୍ଡାଳୁଣୀ। ସାର ପାଦ ସେବିକା ଚକ୍ର ହୋଇ ତଳ ପାହାଚର ଘାସ ହୋଇ ତୁ ପୁଣି ଦେବୁ ମତେ ହିତ ଉପଦେଶ? ନାଇଁ, ସେନାପତି ଶଙ୍କର ସିଂ ଏମାନଙ୍କର ଉଚିତ ବିଚାର କର ଆଉ ଏମାନଙ୍କୁ କଠୋର ଶାସ୍ତି ଦିଅ। ଏମାନଙ୍କୁ ବୁଝାଇ ଦିଅ ଦେବତା ବ୍ରାହ୍ମଣ ଧନ ଖାଇବାକୁ ଚେଷ୍ଟା କଲେ ପରିଣାମଟା କେତେ ଭୟଙ୍କର ହୁଏ। ହଁ ହଁ କେତେ ଭୟଙ୍କର ହୁଏ। ତୋରା ଏଟା ମାଳିମାଙ୍କ ଆଗରେ ମିଛ କହିଲୁ। ପ୍ରଭୁ ଜଗନ୍ନାଥଙ୍କର ମଥାମଣି ଚୋରି କରି କହିଲୁ ଆମେ ଚୋରି କରିନୁ। ଭାବୁଛୁ ତୁ ଆମ ସହିତ ହୋଇବୁ ସମାନ। ଭୁଲି ଯାଉଛୁ ନିଜ ନିଜର କାତ। ନାଇଁ ଗୋସାଇ ମହାପ୍ରଭୁ ନାଇଁ, ତୁମେ ଉଚ୍ଚ ଜାତିରେ ଜନ୍ମ ହେଲେ ମଧ୍ୟ ତୁମ ପ୍ରକୃତି ହେଉଛି ନିଚ। ପର ନାରୀ ପର ଧନ ହରଣ କରିବା ତୁମର ସ୍ୱଭାବ, କିନ୍ତୁ ଆମର ନୁହେଁ। ଏଇ ଚଣ୍ଡାଳୁଣୀ ଅଇଁଠାକୁ ଆଉ କୁକୁର ମାଂସକୁ ଖାଇଥିଲେ ଋଷି ବିଶ୍ୱାମିତ୍ର। କୈବର୍ତ୍ତୀ କନ୍ୟା ସତ୍ୟବତୀକୁ ହରଣ କରିଥିଲେ ଋଷି ପରାଶର। ଜନ୍ମ ହେଲେ ଭଗବାନ ବ୍ୟାସ। ଆଉ ଆମର କନ୍ୟା ଅରୁନ୍ଧତୀକୁ ମହର୍ଷି ବଶିଷ୍ଠ ବିବାହ କରିଥିଲେ। ସେମାନେ ଯେତେବେଳେ ଉଚ୍ଚ ନିଚ ଜାତି ଭେଦଭାବ କହିନାହାନ୍ତି, ତୁମେ ମଣିଷ ମାନଙ୍କୁ ଘୃଣା କରୁଛ। ଘୃଣା? ତୁମେ ମାନେ ମଣିଷ ନୁହଁ, ତୁମେ ମାନେ ଜଣେ ଜଣେ ରାକ୍ଷସ, ଜଣେ ଜଣେ ରାକ୍ଷସ। ଚୁପ୍ କର ମୂର୍ଖ। ଓ ପୁଣି ଆମକୁ ଧର୍ମ ଜ୍ଞାନ ଶିଖାଇବୁ? ଧର୍ମ ଜ୍ଞାନ ନାଇଁ ମୁକୁନ୍ଦ ନାଇଁ।
ମୁଁ ତତେ ଆଜି କେବେ ନ କରିବି କ୍ଷମା। ମୁଁ ତତେ ଜୀବନଟା ଗୋଟେ ମାଟି ଗଣ୍ଠି ଭାଙ୍ଗି ଗଲେ ତାର ମୂଳ ତ ନାହିଁ। ଜୀବନଟା ଗୋଟେ ମାଟି ଗଣ୍ଠି ଭାଙ୍ଗି ଗଲେ ତାର ମୂଳ ତ ନାହିଁ। ସୁଖ ଯାହା ପାଏ ତୁମେ ଫୁଲ ନାହିଁ ଯେତେ କାମୁଲ। ସୁଖ ଯାହା ପାଏ ତୁମେ ଫୁଲ ନାହିଁ ଯେତେ କାମୁଲ। ଦୁଃଖ ଦିଏ ଆପଣ ସୁଖ ଅଛୁଆ ମଣିଷ ଅଛୁଆ ଅଛୁଆ ମଣିଷ ଅଛୁଆ ମଣିଷ। ଗେଣ୍ଡୁ ଆଜ୍ଞା ওই গেন্ডু ଗଲା ତ ଏମାନଙ୍କୁ ଭଲ ଭାବରେ ବୁଝାଇ ଦେବ। ଆମ ସହିତ ଲାଗିଲେ ତାର ପରିଣାମଟା କେତେ ଭୟଙ୍କର। ଗେଣ୍ଡୁ ମୁଁ ଏବେ ଆସୁଛି। ଗେଣ୍ଡୁ ମୁଁ ଏବେ ଆସୁଛି। ମୋ ସେନାଧ୍ୟକ୍ଷ ଶଙ୍କର ମହାପୁରୁ ମହାପୁରୁ ବୁଝିଲେ ଅବୁଝ ନ ବୁଝିଲେ ବି ଅବୁଝ। ମୋ ପାଖରେ ନାହିଁ ବିଶ୍ୱାସ କି ଅବିଶ୍ୱାସ। ମୋତେ ଯେ କରେ ବିଶ୍ୱାସ ମୁଁ ତାକୁ କରିଦିଏ ବିନ୍ଦା ବିନ୍ଦା ବିନ୍ଦା। ଆଉ ମୋତେ ଯେ କରେ ଅବିଶ୍ୱାସ ମୁଁ ତାର କରିଦିଏ ସର୍ବନାଶ। ସେନାପତି ମହାପୁରୁ କୁଟି ଦେଲେ। ବାପା 14 ପୁରୁଷ ପର୍ଯ୍ୟନ୍ତ ପାଟି ବନ୍ଦ। ମୁକୁନ୍ଦରେ ଏ ଯୋଉ ଉଦ୍ଧତ ମାଇପ ରଖିଛୁ ୟା ପାଟିଟା ଗୋଟାଏ ପାଟି ନୁହଁ। ୟା ପାଟିଟା ହେଉଛି ଗୋଟାଏ ଶାଳ ଦିଆ କତୁରୀ। ଏଟାକୁ ଟିକେ ଭଲ ଭାବରେ ସମ୍ଭାଳେ। ଆଗରୁ ବାଞ୍ଛ ଥିଲା ଏବେ ଚୋରି କଲାଣି। ଶ୍ରୀକ୍ଷେତ୍ର ସାରା ସମସ୍ତେ କହିବେ ମୁକୁନ୍ଦ ମୌଳିକର ସ୍ତ୍ରୀ ଶ୍ରୀୟା ଚଣ୍ଡାଳୁଣି ଏବେ ଚୋରି କଲା। ତା ମୁଖ କେହି ଚାହିଁବେ ନାହିଁ। ମୋ କଥାଟା ଟିକେ ଭଲ ଭାବରେ ମନେ ରଖିଥିବୁ ନଚେତ ଲେଡି ଗୁଡ କହୁଣିକି ବୋହିଯିବ। ଚାଟିଲା ବେଳକୁ ଆଉ ପାଇବୁନି ରେ ମୁକୁନ୍ଦ। ହାବେ ହି ପୁଅ ସିରିଆ ସତରେ ନିଚ ଜାତିରେ ଜନ୍ମ ହେବାଟା ଆମର ଅପରାଧ ନୁହଁ। ସେଇଟା ଆମ ଜନ୍ମର ଦୋଷ ନା ଆମ କର୍ମର ଦୋଷ।
ସେଇଟା ସେଇ ଉପରବାଲା ଜାଣିছিল ସିରିଆ ସେଇଟା ସେଇ ଉପରବାଲା ଜାଣିଛି ଆଲୋ ଆଉ କାହିଁ ମନ ଦୁଃଖ କରୁଛୁ ଆମେ ପରା ଅଛୁଆ ମଣିଷ चुना चुना जाए सुना सपना लागे सोते लागे तो सरा दीवाना चुना चुना जाए सुना सपना लागे सोते अछुआ मणि